ବର୍ଷ 24 ବର୍ଷ ସରକାର ରହିଲା ପରେ ଭାବୁଥିଲେ ସବୁଦିନ ଆମେ କ୍ଷମତା ରହିବୁ, ସେଥିପାଇଁ ଜାଣିପାରିଲେନି ଆମେ କେମିତି ଆମେ ହାରିଲୁ। କିନ୍ତୁ ବିଜେପି ଜାଣିପାରିଥିଲା। ମନମୋହନ ଆମର ମନମୋହନ ସାମଲ ସଭାପତି, ଯେ ଆମ ରାଜ୍ୟ ସଭାପତି ମନମୋହନ ସାମଲ, ସେ ତ କନଫିଡେଣ୍ଟ କହିଥିଲେ କହିଲେ ବିଜେପି ଏକାକି ଲଢ଼ିବ ଏବଂ ସରକାର ସୁନିଶ୍ଚିତ ଆମେ କରିବୁ ଓଡ଼ିଶାରେ। ଓଡ଼ିଶା ତାକୁ ପାଳନ କରୁ 12 ତାରିଖ ଦିନ। ଆଉ 4 ତାରିଖ ଦିନ ସେ ସରକାରକୁ ସେ ପଟ ପରିବର୍ତ୍ତନ ହେଇଥିଲା, ଭୋଟ କାଉଣ୍ଟିଂ ହେଇଥିଲା ଏବଂ ସେଥିରେ ଆମର ଯେଉଁ ସରକାର ହେବ ବୋଲି ସୂଚନା ମଧ୍ୟ ଦିଆଯାଇଥିଲା ପୁରା। ଯେ କିନ୍ତୁ ବିଜେଡି କହୁଛି ଯେ କେମିତି ହାରିଲେ ଆମେ ଜାଣିପାରୁନୁ, ଆଉ ବିଜେପି ବୁଝିପାରୁନି କେମିତି ଜିତିଲେ, କିନ୍ତୁ ଆପଣମାନେ କିଛି କାମ କରିପାରୁନି ସରକାର। ନା ଶୁଣ ଆମେ ଦୀର୍ଘ ବର୍ଷ 24 ବର୍ଷ ସରକାର ରହିଲା ପରେ ଭାବୁଥିଲେ ସବୁଦିନ ଆମେ କ୍ଷମତା ରହିବୁ, ସେଥିପାଇଁ ଜାଣିପାରିଲେନି ଆମେ କେମିତି ଆମେ ହାରିଲୁ। କିନ୍ତୁ ବିଜେପି ଜାଣିପାରିଥିଲା। ଆମର ମନମୋହନ ସାମଲ ସଭାପତି, ଯେ ଆମ ରାଜ୍ୟ ସଭାପତି ମନମୋହନ ସାମଲ, ସେ ତ କନଫିଡେଣ୍ଟ କହିଥିଲେ କହିଲେ ବିଜେପି ଏକାକି ଲଢ଼ିବ ଏବଂ ସରକାର ସୁନିଶ୍ଚିତ ଆମେ କରିବୁ ଓଡ଼ିଶାରେ। ଏ କଥା ତ ସେ ଆଗରୁ ଡେୱାନ ସେ କହିଦେଇଥିଲେ ପୁରା ପରେ, ଏବଂ ସରକାର ମଧ୍ୟ ବସିଲୁ ଆମେ। କିନ୍ତୁ ସାର୍ ଭୁଲ ଇଞ୍ଜେକ୍ସନରେ 5 ଜଣ ଆଦିବାସୀ ମରିଗଲେ, ଭୁଲ ଇଞ୍ଜେକ୍ସନ ପାଇଁ ଏ ତଦନ୍ତ ହେବା ଦରକାର ନା ନାହିଁ? ନା ନିହାତି ଆବଶ୍ୟକତା ରହିଛି, ତଦନ୍ତ ହେବା ଆବଶ୍ୟକତା ରହିଛି। କାହିଁକି ମଲେ, କ'ଣ ହେଇଛି, ଭୁଲ ହଉ ଠିକ୍ ହଉ, କାହିଁକି ମଲେ, ତାର ଟେକ୍ନିକାଲ ସମସ୍ୟା କ'ଣ ରହିଛି, ତାକୁ ମଧ୍ୟ ତଦନ୍ତ ସାପେକ୍ଷ ପଦକ୍ଷେପ ନେବା ଦରକାର, ଆକ୍ସନ ହେବା ଦରକାର। ନା ଆକ୍ସନ ମାନେ କ'ଣ, ତଦନ୍ତ ଆଗେ ହଉ, ତାପରେ କ'ଣ ଦେଖାଯିବ କେ ଦୋଷୀ ନିର୍ଦ୍ଦୋଷ। ଆଶା କରାଯାଉଛି 6ଟା ଯେଉଁ ବାକି ଅଛି ଯେଉଁ ମନ୍ତ୍ରିମଣ୍ଡଳ, ସେ ମଧ୍ୟ ଦେବାର ସମ୍ଭାବନା ଅଛି ବର୍ଷ ପୂର୍ତ୍ତି ପରେ ଆଶା ରହିଛି। ଆଶା ଆରେ ଆଶା 100% ଆଶା ତ ଅଛି।